ଜେଜେମା, ତମେ କହୁଥିଲ ନା ଜଣେ ଯୁବତୀଙ୍କର 2 ଜଣ ବୃଦ୍ଧ ଓ ଅତି ଦୁର୍ବଳ ପୁତ୍ର ଥିବାର ନାରଦ ଦେଖିଲେ। ତାଙ୍କ କଥା ଆଜି କୁହ। ହଉ ଶୁଣ। ନାରଦ ଦେଖିଲେ ଜଣେ ଯୁବତୀ କାନ୍ଦୁଛନ୍ତି ତାଙ୍କ ଅଚେତ ବୃଦ୍ଧ ପୁତ୍ରଙ୍କୁ ଧରି। ସେ ପଚାରିଲାରୁ ନାରୀ ଜଣକ କହିଲେ, ମୁଁ ଭକ୍ତି, ଏ ଦୁହେଁ ମୋର ପୁତ୍ର, ଜ୍ଞାନ ଓ ବୈରାଗ୍ୟ। ମୁଁ ଦ୍ରାବିଡ଼ ଦେଶରେ ଜନ୍ମ ହୋଇ କର୍ଣ୍ଣାଟକରେ ବଢ଼ିଲି, ମହାରାଷ୍ଟ୍ରରେ ସମ୍ମାନିତ ହେଲି, ମାତ୍ର ଗୁଜୁରାଟରେ ମୋତେ ଜରାବସ୍ଥା ଆକ୍ରମଣ କଲା। ଧର୍ମଧ୍ୱଜୀମାନେ ମୋତେ ବିକଳାଙ୍ଗ କରିଦେଲେ। ମୁଁ ଓ ମୋର 2 ପୁତ୍ର ନିସ୍ତେଜ ହୋଇ ବୃନ୍ଦାବନ ଚାଲି ଆସିଲୁ। ଏଠାରେ ପହଞ୍ଚିବା ପରେ ମୁଁ ନବଯୌବନ ଫେରି ପାଇଲି, କିନ୍ତୁ ମୋର ପୁତ୍ର ଦୁହେଁ ବାର୍ଦ୍ଧକ୍ୟଗ୍ରସ୍ତ। ଆପଣ ତ ଖୁବ୍ ବୁଦ୍ଧିମାନ ଓ ଯୋଗନିଧି, ଦୟାକରି ମୋତେ ଏହି ବିପରୀତ ଘଟଣାର କାରଣ କ'ଣ କୁହନ୍ତୁ। ନାରଦ କହିଲେ, ଏସବୁ କଳିଯୁଗର ପ୍ରଭାବ। ସଦାଚାର, ତପସ୍ୟା, ଯୋଗମାର୍ଗ ସବୁ ଲୁପ୍ତ ହୋଇଗଲାଣି। ଜଗତରେ ସତ୍ପୁରୁଷ ଦୁଃଖ କଷ୍ଟ ପାଉଛନ୍ତି ଓ ଦୁଷ୍ଟ ଲୋକମାନେ ବିଳାସ ବ୍ୟସନରେ କାଳ କାଟୁଛନ୍ତି। ଧରଣୀର ଦୟନୀୟ ରୂପ ଆଉ ଦେଖି ହେଉନାହିଁ। ତୁମେ ସିନା ବୃନ୍ଦାବନରେ ନବଯୌବନ ପ୍ରାପ୍ତ ହେଲ, କିନ୍ତୁ ତୁମର ପୁତ୍ର ଦୁହିଁଙ୍କୁ ଆଉ କେହି ପଚାରୁନାହାନ୍ତି। କିନ୍ତୁ ତୁମେ ଚିନ୍ତା କର ନାହିଁ, ଭଗବାନଙ୍କର ପାଦପଦ୍ମକୁ ସ୍ମରଣ କର।